ଶୁଣ ଆଲୋର ମଣି କହୁଛି ପୁଣି ହେ ନୃସିଂହ ପୁରାଣ ବାଣୀ। ଘଟାଙ୍ଗଧର ଚରିତ୍ର କ୍ଷଣେ ଶୁଣିଲେ ଲଭିବ ମୁକତ ଥର କରି ମତେ କହିବ ପୁରାଣ ପଦ। ଗୌରୀଙ୍କି ଘେନି ହର ଏକାମ୍ର ବନରେ କଲେ ବିହାର ଗୌରବ କରି ଜ୍ଞାନ କହନ୍ତେ ଈଶ୍ୱର। ଘୋର ଜ୍ଞାନ କଥା ଶୁଣି ଘୁମାଇ ପଡ଼ିଲେ ଉମାର ମଣି ଧନରୁ ଶବଦ ଶୁଭେ ହୁଁ ହୁଁ ବାଣୀ। ଉପରକୁ ଚାହିଁ ହର ଉମା ଦେବୀଙ୍କୁ ତଳିଲେ ସତ୍ୱର ଉତ୍ତର ଦିଅନ୍ତେ ଜ୍ଞାନ କେ ଶୁଣେ ମୋର। ଚିତରେ କଲେ ବିଚାର ଚାହିଁ ଉପରକୁ ଦିଅନ୍ତି ଈଶ୍ୱର ଚିତ୍ତକୁ ଧ୍ୟାନ ବସି ଅଛି ପକ୍ଷୀବର। ଝାର ବ୍ୟାଧ ଘାତ ପାଇ ଶୁକ ପକ୍ଷୀ ଏକ ପଡ଼ି ଅଛଇ ଚର୍ମ ମାଂସ ନାହିଁ ଅସ୍ଥି ମାତ୍ର ଥିଲା ରହି। জীব পাই পক্ষী বর যোগেন্দ্র কথা শুনাই কর্ণর জানিলা এ পক্ষী যোগেন্দ্র উমা ঈশ্বর। ঝটকিরে পক্ষী বর ঝটক বিজুড়ি যেনে চঞ্চল ঝটকরে তিনি ভুবন হইলা পার। নিরক্ষ পক্ষী অটই নিষ্ঠুর জনরে কহিব যাই নিগম এ বাণী নরে শুনি মুক্ত হই। তারে বৃষভ চিন্তিলে টেকি উমা দেবীଙ୍କୁ বসাইলে তমলন କରି কৈলাস যাও বইলে। ভাব পাই পক্ষী বর ঠিকে ন রখিবি প্রাণ তাহার ঠিকে খোঁজিবি স্বর্গ মর্ত্য পাতাଳର। ଡରିଣ ଶୁକ ପଳାଇ ଡମ୍ବରୁ ଧର ଅଛନ୍ତି ଗୋଡ଼ାଇ ଡାକନ୍ତି ବିକଳେ ରଖ କମଳାର ସାଇଁ। ধଳହଳ ମୋର ପ୍ରାଣ ଢାଳେ ବ୍ରହ୍ମାଣ୍ଡେ ନ ପାଇଲି ସ୍ଥାନ ଢାଙ୍କୁଣି ଗୋଡ଼ାଇ ରଖ କମଳାର ମଣ। ଅରକ୍ଷକୁ ରକ୍ଷା କରି ଆଣି ଶ୍ରୀୟା ଗର୍ଭେ ଦେଲେ ସଂଚାରୀ ଅଣାକାର
ବିଷ୍ଣୁ ଗଲେ ଦ୍ୱାରବତୀ ପୁରୀ। ତଦନ୍ତରେ ଶୁଣ ରସ ଏଣୁ ସୁକଦେବ ଶ୍ରିୟା ଗର୍ଭରେ ତତ୍ତ୍ୱକୁ ଧ୍ୟାନ ରହିଲେ 12 ବରଷ। ଭୟ ଜାଣିବାର ପାଇ ଧୀରେ ବ୍ୟାସ ମୁଖ ଅନାଇ ଥାଇ ଥୟ ନ ପାଇ ଯେ ବହୁ ଦିନ ଗଲା ବହି। ଦୈବ ପୁରୁଷ ଆସି ଦୈବ ଯୋଗେ ମୋ ଗର୍ଭରେ ପଶି ଦୁରିତ ଖଣ୍ଡିବେ ଦୟାଳୁ କୈଳାସବାସୀ। ଧାତିକାରେ ପିତା ଯିବ ବଜ୍ରକା ଛଟା ଶିବଙ୍କୁ ମାଗିବ ଧାତିକାରେ ଆଣି ଜନନୀକୁ ମର ଦେବ। ନିର୍ଣ୍ଣୟ ବଚନ ଶୁଣି ନିମିଷକେ ଯାଏ କୈଳାସ ପୁଣି ଶିବଙ୍କୁ ଯାଇ ନ ମାଗିଲେ ବଜ୍ରକା ଛେଣି। ପୁତ୍ରର ଶୁଣି ଏ ଭାଷ ପ୍ରଖର ହୋଇ ଚଳିଗଲେ ବ୍ୟାସ କୈଳାସେ ଯାଇ ନ ଶିବଙ୍କୁ କଲେ ପ୍ରକାଶ। ଫଳରମ୍ଭା ଏକ ଆଣି ବଜ୍ରକା ଛଟା ତା ଭିତରେ ପୁଣି ଚଞ୍ଚଳ ଭରିଣ ବଖିବାକୁ ଦେଲେ ଆଣି। ବଜ୍ରକା ଛକୁ ପିନ୍ଧିଣ ବେଗ୍ରରେ ସୁକଲି ହିଲେ ଜନମ ବସୁଧ୍ୟାରେ ପଡ଼ି ରଟୁଛନ୍ତି ରାମ ନାମ। ବିଭୂତି ଭୂଷଣ ହୋଇ ଫଣେ ବାଳକୃଷ୍ଣ ଭାବନା ଏହି ମାଳାରେ ତିଳକ ଭାବେ ମାଳା ଜପୁଥାଇ। କୌକଲା ରାଉ ରାଉ ପୁରାଣ ପଦଟି ସେତିକି ହେଉ ଦଣ୍ଡ ଚଢ଼େୟା ହେ ପଦ